ଜୟ ଜଗନ୍ନାଥ ପିଲାମାନେ। ତ ଯେଉଁମାନେ ସବୁ ଏବେ ସ୍କୁଲରେ ପଢୁଛ ତ ସମସ୍ତଙ୍କ ମନରେ ଗୋଟିଏ ହିଁ ପ୍ରଶ୍ନ କି କେବେ ଖରା ଛୁଟି ପଡ଼ିବ। ତ ଏବେ ତ ସବୁ ସକାଳେ ସ୍କୁଲ ହୋଇଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଜିଲ୍ଲାପାଳମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି ଏବଂ ସବୁ ସ୍କୁଲ ସକାଳୁ ହୋଇଯାଇଛି ଏବଂ ତା ସହିତ ଆଉଟଡୋର ସବୁ କାମ ଗୁଡ଼ିକ ଏବେ ଖରାରେ କରାଯାଉ ନାହିଁ। ଯଦି କୌଣସି ଆଉଟଡୋର କାମ ରହୁଛି, ଖେଳ କିମ୍ବା କୌଣସି ଅନ୍ୟାନ୍ୟ ବିଦ୍ୟାଳୟ କାର୍ଯ୍ୟ, ତ ଖରା ଆସିବା ପୂର୍ବରୁ କିମ୍ବା ଖରା ଯିବା ପରେ ସେସବୁ କାର୍ଯ୍ୟ ଗୁଡ଼ିକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତ ଏବେ ଛାତ୍ରଛାତ୍ରୀମାନଙ୍କ ମନରେ ଗୋଟିଏ ପ୍ରଶ୍ନ ରହୁଛି କି ସ୍କୁଲରେ ଖରା ଛୁଟି କେବେ ପଡ଼ିବ। ତ ସେ ନେଇ ମୁଁ এই ଭିଡ଼ିଓଟି ନେଇ ଆସିଛି ଆପଣମାନଙ୍କ ପାଇଁ। ଗୋଟେ ବଡ଼ ଅପଡେଟ୍ ରହିଛି। ତ ଭିଡ଼ିଓକୁ ଶେଷ ଯାଏଁ ଦେଖ ଏବଂ ସାଙ୍ଗସାଥୀମାନଙ୍କ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କର, ଭିଡ଼ିଓକୁ ଲାଇକ୍ କର। ତ ଏବେ ଏପ୍ରିଲ ମାସ ଆସିବା ସୁଦ୍ଧା ଖରା ଏବେ ମୁଣ୍ଡ ଉପରେ ଅତ୍ୟନ୍ତ ତାତି ଦେଖାଉଛି। ତା ସହିତ ଗରମ ଏବଂ ଗୁଳୁଗୁଳି ମଧ୍ୟ ଆସୁଛି ଏବଂ କାଳବୈଶାଖୀ ମଧ୍ୟ ରହୁଛି। ତ ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏପ୍ରିଲ ଶେଷରେ କିମ୍ବା ମେ ପ୍ରଥମ ସପ୍ତାହରେ ଛୁଟି ପଡ଼ିବାର ଆଶଙ୍କା କରାଯାଉଛି। କାରଣ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ଗାଇଡ଼ଲାଇନ୍ ଅର୍ଥାତ୍ କୌଣସି ଡେଟ୍ ଜଣାଇ ଦିଆଯାଇନାହିଁ। କେବଳ ଅନୁମାନିକ ଭାବରେ କୁହାଯାଉଛି କି ଗଲା ବର୍ଷ ଏହି ତାରିଖରେ ଛୁଟି ପଡ଼ିଥିଲା, ତ ଏହି ବର୍ଷ ବି ଏହି ତାରିଖରେ ଛୁଟି ପଡ଼ିବ। ତ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଏବେ ତ ନୂଆ ବହି ଦିଆଯାଉଛି। ତ ଯେହେତୁ ନୂଆ ବହି ଆସିଛି, ତ ନୂଆ ବହି ସମ୍ପୂର୍ଣ୍ଣ ଦିଆଯାଇ ସରିବା ପରେ ଆପଣଙ୍କର ଛୁଟି ଘୋଷଣା କରାଯିବ। ତେବେ ଛୁଟି ପଡ଼ିବାର ସମୟ ନିଶ୍ଚିତ ଭାବରେ ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ହିଁ ଆପଣଙ୍କର ଛୁଟି ଘୋଷଣା ହୋଇଯିବ। ତ ଆପଣମାନେ ଦେଖନ୍ତୁ, ତ ଗଲା ବର୍ଷ ଭଳି ଏବର୍ଷ ମଧ୍ୟ ସେହିପରି ହୋଇପାରେ କି ଛୁଟି ତାରିଖ ଆଗରୁ ଛୁଟି ପଡ଼ିପାରେ। କାରଣ ଯେଭଳି ଭାବରେ ଖରା ଏବେ ହେଉଛି, ତ ଛୁଟି ଘୋଷଣା ହେବା ଆଗରୁ ହଠାତ୍ ଛୁଟି ଘୋଷଣା ହୋଇପାରେ। ତ ସମସ୍ତେ ଧୈର୍ଯ୍ୟ ରଖନ୍ତୁ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ। ନିଶ୍ଚିତ ଭାବରେ ଖୁବ୍ ଜଲ୍ଦି ସରକାରଙ୍କ ନିଷ୍ପତ୍ତି ଆସିଯିବ। ତ ରହୁଛି ସାଙ୍ଗମାନେ, ନମସ୍କାର, ଜୟ ଜଗନ୍ନାଥ।